वेलकम टू पिरामिड क्लासेस मु पिरामिड क्लासेस रो क्लासेस को समस्त को स्वागत करिवि वर्तमान एबे जे रिसेंटली बीडी एग्जाम हेतिला तार रिजल्ट डिक्लेयर हे सारिछि तो मो पाखरे एमि जने कैंडिडेट भी अछंती जे कि एग्जाम को क्रैक कर दिछिंती एबे तांको मोहर सुनिबा जे से केमिति प्रिपरेशन करूथिले को लेवल रे प्रिपरेशन करूथिले ताको विषय डिटेल हम जानि पा तो मो सामने रे अछंती विष्णु महांती तो ताको विषय को जानि नबा विष्णु तुम तुम परिचय दियो। हाँ मैं विष्णु महांती मु भवानीपाटना रे रहूची आ मो ग्रेजुएशन कलाहांडी यूनिवर्सिटी रे कंप्लीट हेछि आ ए वर्ष मोर बीएड टा फर्स्ट सिलेक्शन ने मोर क्लियर हेछि आ ए वर्ष मोर जॉइन भी हे सारलानी बीएड एंट्रेंस जो क्लियर हेतिला ए 23 तारिख रु मोर क्लास टा आरंभ हबो। अच्छा तुमर प्रिपरेशन विष्णु आजिकल तो प्रिपरेशन समस्त भी करूछंती तुमर प्रिपरेशन केमिति थला कॉम्पिटिटिव ऊपर से विषय टिके कहबो केमिति हाँ प्रिपरेशन। हाँ ମୁଁ ତ ସାର୍ ପର୍ଟିକୁଲାର ବିଏଡ୍ ପାଇଁ ପ୍ରିପେୟାର କରୁଥିଲି। ହଁ ସେଇଟା ସତ, କିନ୍ତୁ ସବୁ ସବଜେକ୍ଟକୁ ମାନେ ମୁଁ ଓଡ଼ିଶା ଗଭର୍ଣ୍ଣମେଣ୍ଟ ଜବକୁ କ୍ଲିୟର କରିବା ପାଇଁ ମୁଁ ପିରାମିଡ କ୍ଲାସରୁ ହିସାବରେ ମୁଁ ବିଏଡ୍ କୁ କ୍ଲାସରେ ଜଏନ୍ କରିଥିଲି ସତ, କିନ୍ତୁ ଅଲ୍ ଓଭର ପୁରା ମୁଁ ପିରାମିଡ କ୍ଲାସରୁ ମୁଁ ଯେମିତି ଗଭର୍ଣ୍ଣମେଣ୍ଟ ଜବ କ୍ରେକ୍ କରିହବ ଓଡ଼ିଶାର ସମସ୍ତ ଗଭର୍ଣ୍ଣମେଣ୍ଟ ଜବ ସେଇ ହିସାବରେ ମତେ ଗାଇଡ ମିଳୁଥିଲା। ଏମିତି ନାହିଁ କି ପିରାମିଡ କ୍ଲାସରୁ ଖାଲି ମତେ ବିଏଡ୍ ରୁ ମିଳୁଥିଲା, ମତେ ସବୁ अच्छा ଯେମିତି ଗଭର୍ଣ୍ଣମେଣ୍ଟ ଜବ ଟା କରିହବ କ୍ଲିୟର ସେଇ ହିସାବରେ ମତେ ସପୋର୍ଟ ऑल ମିଳୁଥିଲା ଆଉ कॉम्पिटिटिव ପାଇଁ କ୍ଲାसेस କରୁଥିଲ ऑनलाइन ରେ। କରୁଥିଲି। ହଁ ଅନଲାଇନ ରେ କରୁଥିଲି ଆଉ ସେଇ अच्छा ଜିନିଷକୁ ହଁ ସେଇ ଜିନିଷକୁ ହିଁ ମୁଁ ନୋଟ୍ସ କରିକି ସବୁ ନୋଟ୍ସ ବି ମତେ ପ୍ରୋଭାଇଡ କରାଯାଉଥିଲା, ମିଳୁଥିଲା ମତେ। ଆଉ ସବୁକୁ ସେ ସବୁକୁ ନେଇକି ମୁଁ ଏଇ ବର୍ଷ अच्छा କ୍ଲିୟର तुम କଲି। क्लासेस पूर्व निजर स्टडी प्लान आ स्ट्रेटजी केमिति कोन रखितलो केमिति दिन को केते समय पढुथिलो नोट्स केते समय करूथिलो को सब्जेक्ट को बेसी गुरुत्व दउथिलो तार से प्रिपरेशन केमिति करूथिलो। ହଁ ମୁଁ ପିରାମିड କ୍ଲାसेस ଆଗରୁ ମୁଁ ଥରେ ଟ୍ରାଏ ବି କରିଥିଲି, କିନ୍ତୁ ମୋର ହେଇନଥିଲା କାହିଁକି ନା ମୋ ପ୍ରିପାରେସନ ଟା ଗୋଟେ ଏମିତି ଷ୍ଟ୍ରାଟେଜିରେ ନଥିଲା। ଯେତେବେଳେ ମୁଁ କ୍ଲାସ ଟା ଜଏନ୍ କଲି ଗୋଟେ ଷ୍ଟ୍ରାଟେଜି ଯେତେବେଳେ ମୁଁ ଫଲୋ କଲି ଆଉ ଯେତେବେଳେ ମୁଁ ଦିନକୁ 5 ଘଣ୍ଟାରୁ 6 ଘଣ୍ଟା ମେହନତ କଲି, ତାପରେ ଆଉ ମୁଁ ଯେତେବେଳେ ଦେଖିଲି ପ୍ରଥମେ ସିଲାବସ ଟାକୁ ମୁଁ ବୁଝିବାକୁ ଚେଷ୍ଟା କଲି ସିଲାବସ ରେ କଣ ଅଛି। ଯେତେବେଳେ ସିଲାବସ ଟାକୁ ବୁଝିଲି ଜଣା ପଡିଲା କି ମତେ ପଲିଟିକାଲ ସାଇନ୍ସ ହେଇଗଲା, ହିଷ୍ଟ୍ରି ହେଇଗଲା, ଜିଓଗ୍ରାଫି ହେଇଗଲା, ଓଡିଆ ହେଇଗଲା, ଏଇ ସବୁ ସବଜେକ୍ଟରେ ମତେ ବହୁତ ମାର୍କ ଆଚିଭ୍ କରିବାର ଅଛି ମୋ କ୍ୟାଟେଗୋରୀ ଅନୁସାରେ। ତେବେ ଯାଇକି ମୋର ବିଏଡ୍ ଟା କ୍ଲିୟର ହବ। ସେଇ ହିସାବରେ ମୁଁ ସାର୍ ମ୍ୟାଡମଙ୍କ ନିର୍ଦ୍ଦେଶକୁ ମାନିକିନା ସେ ସବୁକୁ ପ୍ରିପେୟାର କଲି, ପଢିଲି। ଏଇ ନେକ୍ସଟ इयर ଏଇ ବର୍ଷ ମୋର केते समय पढ़िबा graduate निहाय ହେଇଗଲା। दरकार गोटे जने ऑनलाइन रे क्लासेस करूची तो फुल कॉम्पिटिटिव ପାଇଁ केते समय निहाय परिश्रम तमे करूथुला आ अन्य माने केते समय परिश्रम करिया निहाय दरकार। ତ ଯଦି ଜଣେ କେବଳ ଏଇ ବର୍ଷରୁ ଯଦି ସେ ଆରମ୍ଭ କରୁଛନ୍ତି ବିଏଡ୍ ଆର ବର୍ଷ ପାଇଁ, ଯଦି 2025 ରେ ଯଦି ଜଣେ ବିଏଡ୍ କ୍ଲିୟର କରିବା ପାଇଁ ଚାହୁଁଛନ୍ତି, ଏବେଠାରୁ ଯଦି ସେ କଣ୍ଟିନ୍ୟୁ ବେଶୀ ବି ନୁହେଁ ଦିନକୁ 5 ଘଣ୍ଟା ବି ବା 4 ଘଣ୍ଟା ବି ପଢିଲେ ତାଙ୍କର ବିଏଡ୍ ଟା ଆରାମରେ କ୍ଲିୟର ହେଇଯିବ। କିନ୍ତୁ ଯଦି ଜଣଙ୍କ ପାଖରେ ଯୋଉମାନେ 2025ରେ ଯୋଉମାନଙ୍କର ଗ୍ରାଜୁଏସନ କମ୍ପ୍ଲିଟ ହବ ସେମାନେ ବି ତ ଦେବେ ବିଏଡ୍ ଏକ୍ସାମ ଟା, ତ ସେମାନେ ଏବେଠାରୁ ବି ଟିକେ ଟିକେ ପଢୁଥିବା ଦରକାର ଆଉ ସେମାନେ ସେଇ आगु ଟାଇମରେ भी हां ନିହାତି आगु भी ହଁ एग्जाम बाहर छी आरआई एआरआई अमीन ए सब विभिन्न प्रकार ओडिसा स्टेट ହଁ गवर्नमेंट सेंट्रल गवर्नमेंट फॉर्म बाहर छी तापे निहायती 6-7 पढ़िया ନିହାତି ହଁ दरकार। 6-7 ଘଣ୍ଟା ତ ନିହାତି ଦରକାର। तमरो टाइम टेबल केमिति तुम मेंटेन करूथलो ऑल कॉम्पिटिटिव प्रिपरेशन ऑनलाइन क्लासेस करूथलो केमिति को टाइम टेबल मेंटेन करूथलो पर डे सरे को सब्जेक्ट केमिति को करूथलो। ମୁଁ ଯେତେବେଳେ କ୍ଲାस ଆମର ହୁଏ, ଯେତେବେଳେ ହଉଥିଲା ମୁଁ ସବୁକୁ ରେଗୁଲାର କ୍ଲାସ ଗୁଡାକ କରୁଥିଲି। ପ୍ଲସ୍ ମୁଁ ସରି ସାରିଲା ପରେ ଘରେ ମୁଁ ସକାଳୁ 3 ଘଣ୍ଟା ଆଉ ରାତିରେ ମୁଁ 7ଟାରୁ ନେଇକି 10ଟା ପର୍ଯ୍ୟନ୍ତ ପ୍ରିପେୟାର କରୁଥିଲି। ଯେତେବେଳେ ଏକ୍ଜାମ ପାଖକୁ ଆସିଲା ସେତେବେଳେ ଟାଇମ ଲିମିଟ ଟା ମୁଁ ବଢେଇଥିଲି। ଆଉ ରେଗୁଲାର ମୁଁ ପଢେ, ତା ସାଙ୍ଗେ ରିଟେନ୍ ନୋଟ୍ସ ଗୁଡାକୁ ପ୍ରାକ୍ଟିସ କରୁଥିଲି। ଏମିତି ନୁହେଁ ଖାଲି ପଢିବା, ରିଟେନ୍ ନୋଟ୍ସ ଗୁଡାକୁ ଲେଖିକି ପ୍ରାକ୍ଟିସ କରୁଥିଲି। ସବୁ ଗୋଟିଏ ବହି ନାହିଁ, ମୁଁ ନୋଟ୍ସ ଏନାଲିସିସ୍ କରିକି ସବୁ ବହି ଯାକ ଫଲୋ କରିକି ସବୁ ପଢାପଢି କରୁଥିଲି ହାର୍ଡ କପିରୁ। तो ये सब भितरे तुमको पिरामिड क्लासेस केते हेल्प करिछि तुमरो प्रिपरेशन पई। ହଁ ନିହାତି ପିରାମିଡ କ୍ଲାସ ମତେ ବହୁତ ହେଲ୍ପ କରିଛି, କାହିଁକି ନା ମୁଁ ଆର ବର୍ଷ ମାନେ ମୁଁ ଗୋଟେ ଇଞ୍ଜିନ କୁ ଫେଲ ଦେଲା ଭଳିଆ ପିରାମିଡ କ୍ଲାसेस ମତେ ହେଲ୍ପ କଲା, ଯେମିତି କି ମୁଁ ବିଏଡ୍ ଟା କ୍ରେକ୍ କରିପାରିବି। କାହିଁକି ନା ମୁଁ ଆଗରୁ ସବୁ ସବଜେକ୍ଟ ପଢୁଥିଲି, ସବୁ କରୁଥିଲି, କିନ୍ତୁ ମତେ ପର୍ଟିକୁଲାର ଶିଖେଇଲା ପିରାମିଡ କ୍ଲାସ କି ହଁ ଏଇ ସବଜେକ୍ଟ ର ଏତିକି ପଢିବା ଦରକାର ଯୋ ଦ୍ଵାରା କି ତୁମର ସିଲେକ୍ସନ ଟା ହେଇପାରିବ। ଆଉ ସେଇ ଜିନିଷକୁ ମୁଁ ଫୋକସ ଦେଇକି ପଢି ପାରିଲି। ଭଲ କଥା ତାହେଲେ କ୍ଲାसेस तुमको बहुत हेल्पफुल ହେଇଛି जा द्वारा कि तुमे ऑनलाइन रे रही कि भी क्लासेस ऑल कॉम्पिटिटिव ପାଇଁ प्रिपरेशन होतलो किंतु बीडी एग्जाम को क्लिक कर पालो एबे नेक्स्ट ହଁ कोन लक्ष्य करिछ आराम से आउ भी किछि एग्जाम को क्रैक करिवार आशा अछि आगु।
ହଁ ମୁଁ ଆଗକୁ ଏବେ ମୁଁ ତ ପାଇଁ ବି ମୁଁ ପକେଇଛି, ମୁଁ ସେଇଥିପାଇଁ ବି ଟ୍ରାଏ କରୁଛି। ପ୍ଲସ୍ ଆଚ୍ଛା ମୋର ଆଗକୁ ବିଏଡ୍ ଟା କ୍ଲିୟର ହେଲା ପରେ, ବିଏଡ୍ ଟା ହେଇ ସାରିଲା ପରେ ମୋର କମ୍ପ୍ଲିଟ, ମୁଁ ଓଷ୍ଟେଡ୍ ଏକ୍ସାମ ବି କ୍ଲିୟର କରିବା ପାଇଁ ବି ଚେଷ୍ଟା ଜାରି ରଖିଛି। ଆଚ୍ଛା। ତ ବିଷ୍ଣୁ ତମଠାରୁ ଗୋଟେ ଭଲ ସଜେସନ ଆମକୁ ଯୋଉମାନେ ଦେଖୁଛନ୍ତି, ତାଙ୍କ ପାଇଁ ତମେ ଗୋଟେ ମାଇଲଷ୍ଟୋନ। କାହିଁକି ନା ତମ ଭଳି ବହୁତ ତୁମର ସାନ ଭାଇ ଭଉଣୀ ହୁଅନ୍ତୁ କିମ୍ବା ସାଙ୍ଗସାଥି ହୁଅନ୍ତୁ, ସେମାନେ ବି ଅଲ୍ କମ୍ପିଟିଟିଭ୍ ପାଇଁ ପ୍ରିପାରେସନ କରନ୍ତୁ, ଯୋଉମାନେ ଡିଫରେଣ୍ଟ ଡିଫରେଣ୍ଟ ଗଭର୍ଣ୍ଣମେଣ୍ଟ ଜବ୍ ପାଇଁ, ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ହଉ କିମ୍ବା ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ହଉ। ତ ସେମାନଙ୍କ ପାଇଁ ତୁମର ସଜେସନ କଣ ରହିବ, ଯେ ସେମାନଙ୍କର ପ୍ରିପାରେସନ, ସେମାନଙ୍କର ଷ୍ଟ୍ରାଟେଜି ସେମିତି କଣ ରହିବ, ତାଙ୍କ ପାଇଁ କଣ କିଛି ଶିକ୍ଷା ଦବ ଯୋଉଟା କି ସେମାନେ ଲାଗୁ ମାନେ ନିଜକୁ ଇନପୁଟ କଲେ ଆଜି ତମ ତମ ଭଳିଆ ସକ୍ସେସ୍ ବି ପାଇପାରିବେ। ହଁ, ପ୍ରଥମେ ତ ସକ୍ସେସ୍ ପାଇବା ପାଇଁ ହେଲେ କେବେ ବି ପେସେନ୍ସ, ଧୈର୍ଯ୍ୟ ହରା ହବା କିଛି ଆବଶ୍ୟକ ନାହିଁ। ମାନେ ବହୁତ, ହଁ ସେଇଟା ସତ କି କମ୍ପିଟିଟିଭ ଏକ୍ସାମ ରେ କ୍ଲିୟର କରିବାଟା କଷ୍ଟ ଆଜି ଡେଟ୍ ରେ ହେଇଗଲାଣି, ହୁଁ, କିନ୍ତୁ ସବୁ ଚେଷ୍ଟା କଲେ ସବୁ କିଛି ସମ୍ଭବ ହେଇପାରିବ। କିନ୍ତୁ ପ୍ରଥମେ ଆମକୁ ସିଲାବସ କୁ ଭଲକି ବୁଝିବାକୁ ପଡିବ। ନିହାତି। ଆଉ କ୍ଲାସ ଗୁଡାକୁ ଯଦି ଆମେ ଅନଲାଇନ ଜଏନ ବି କରୁଛୁ, ଆମେ କ୍ଲାସ ଗୁଡାକୁ ନିହାତି କରିବାକୁ ପଡିବ। ଆମେ ରେକର୍ଡେଡ ସେସନ ଦେଖିଲେ ଆମର ଯୋଉଟା ଡାଉଟ ମନରେ ହବ, ସେଇ ଜିନିଷଟା ଆମେ ସବୁବେଳେ ଡାଉଟ ରେ ହିଁ ରହିଯିବ। ଆମକୁ ଅନଲାଇନ କ୍ଲାସଟା, ଲାଇଭ କ୍ଲାସଟା କଲେ ଆମେ ଫେସ ଟୁ ଫେସ ସାର୍ କୁ ପଚାରି ପାରିବା, କି ମ୍ୟାଡାମ କୁ ପଚାରି ପାରିବା କି ହଁ ଏଇଟା ପ୍ରୋବ୍ଲେମ ହଉଛି ସାର୍, ମତେ ଟିକେ ଆର ସଲ୍ୟୁସନ ଟା କୁହନ୍ତୁ। ତ ଆମକୁ ନିହାତି କୌଣସି କ୍ଲାସ ବି ମିସ୍ ନ କରିକି ସବୁ ରେକର୍ଡେଡ କ୍ଲାସ ଗୁଡାକୁ ବାଧ୍ୟ କରିବା କଥା। ଆଉ ପରେ ସାର୍ ଯାହା ପଢଉଛନ୍ତି ତାକୁ ସେଇଦିନ ହିଁ କମ୍ପ୍ଲିଟ କରିବା କଥା। ଯଦି ଆମେ ନିହାତି। ଛାଡିଦବା ସେ ଜିନିଷ, କେବେ ବି ଆମ ଦ୍ୱାରା କୌଣସି ଜବ୍ କ୍ଲିୟର ହେଇପାରିବନି। ତ ଭଲ କଥା ଟିକେ କହିଲ, ସମସ୍ତଙ୍କୁ ସଜେସନ ଦେଲ ସେମାନେ କେମିତି ସକ୍ସେସ୍ ପାଇବେ। ତ ହଁ ତମର ଜର୍ଣ୍ଣି ଏମିତି ଥିଲା, ଯାହା ହଉ ତମେ ପରିଶ୍ରମ କରି ଆଜି ତମ ସଫଳତା ପାଖରେ ପହଞ୍ଚି ସାରିଛ। ସମସ୍ତଙ୍କ ଗୁରୁଜନ, ବାପା ମା ଆଶୀର୍ବାଦ ସମସ୍ତଙ୍କ ତମ ପାଖରେ ରହିଲା। ତ ହଁ ଆଗକୁ ନିହାତି ବଢିବ। ଆଗକୁ ତମର ଯୋଉ ଆର୍ଆଇ ଆର୍ଆଇ ଅମିନ ହଉ କିମ୍ବା ସିଭିଲ ସର୍ଭିସ ହଉ କି କୌଣସି ବି ଏକ୍ସାମ କ୍ରାକ୍ କରିବାକୁ ଚେଷ୍ଟା କରୁଛ, ତମ ପରିଶ୍ରମ ନିଶ୍ଚିତ ସଫଳ ହବ। ତ ହଁ ଏତେ ସାରା ସମୟ ତମର ବାହାର କରି ଦେଇଥିବାରୁ, ପିରାମିଡ କ୍ଲାसेସ ସହିତ ଯୋଡି ହେଇଥିବାରୁ ଆମେ ତୁମକୁ ବହୁତ ବହୁତ ସ୍ୱାଗତ ଆଉ ଧନ୍ୟବାଦ ଦେବୁ। ଆଉ କଂଗ୍ରାଚୁଲେସନ କରୁ ଫର ୟୋର ଫ୍ୟୁଚର ଏଣ୍ଡେଭର ପାଇଁ। ଓକେ, ଥ୍ୟାଙ୍କ ୟୁ ସାର୍। ଥ୍ୟାଙ୍କ ୟୁ।